शुभ सकाळ मोर प्रियर कुनी कुनी सांग माने तमे सब केमिति अछ? अच्छा पिले स्कूल तो खोलिलानी पुणी पाठ पढ़ारे मजी जीव। मते तो ये गोटे रविवार मिलुची तम मानक सह टिके गपसप करबाको। अच्छा कहिल देखी एथर खरा छुट्टी रे कुआडे सब बुलिबाकू जाइथिल? कौन कहिल? मामू घर जाइथिल? मु जानिची परा मामू घर समस्तंको भारी भल लागे। आईंक कहानी माईंक स्नेह आदर मामूंक सह बजार बुला आउ अजा अजांक सह मजा। अरे मने पड़िला तम परी कुनी सांगटिए जयप्रकाश महांती से भी मामू घर को जाइथिले। अजांक सह मिसी भारी मजा कले। गाई सुनेइचंती तांकर एई गीतटिकु तममानक पई लेखिचंती मिश्र सत्यनारायण। आस सुनिबा। अजा त अजा मसुना अजा बयस बुद्धिरे राजा। अजा त अजा मसुना अजा बयस बुद्धिरे राजा। निदरू उठी पड़ती से तो निदरू उठी पड़ती से तो डाकी बागु गंजा डाकी बागु गंजा। अजा त अजा मसुना अजा बयस बुद्धिरे राजा। अजा त अजा मसुना अजा बयस बुद्धिरे राजा। निदरू उठी पड़ती से तो निदरू उठी पड़ती से तो डाकी बागु गंजा डाकी बागु गंजा। अजा तो अजा मसुना अजा। मथारे मारी चंदन चिता सकाळु नीति पढ़ती गीता। गोटिए हेले नाई तो दांत लागती अति सरल शांत। मथारे मारी चंदन चिता सकाळु नीति पढ़ती गीता। गोटिए हेले नाई तो दांत लागती अति सरल शांत। पाकुआ पाटिरे कहिले कथा पाकुआ पाटिरे कहिले कथा लगई भारी मजा। अजा त अजा मसुना अजा बयस बुद्धिरे राजा। अजा त अजा मसुना अजा बयस बुद्धिरे राजा। निदरू उठी पड़ती से तो निदरू उठी पड़ती से तो डाकी बागु गंजा डाकी बागु गंजा। अजा त अजा मसुना अजा। पगड़ी पदरे जोता काखरे जाकी रखंदी छता। धीरे धीरे से चलंदी नई नाक अगरे चश्मा थोई। मुंडे पगड़ी पदरे जोता काखरे जाकी रखंदी छता। धीरे धीरे से चलंदी नई नाक अगरे चश्मा थोई। सांगरे नहीं जानी जतरा सांगरे नहीं जानी जतरा दियंती किणी खजा। अजा त अजा मसुना अजा बयस बुद्धिरे राजा। अजा त अजा मसुना अजा बयस बुद्धिरे राजा। निदरू उठी पड़ती से तो निदरू उठी पड़ती से तो डाकी बागु गंजा
ଡାକିବାକୁ ଗଞ୍ଜା ଡାକିବାକୁ ଗଞ୍ଜା ଡାକିବାକୁ ଗଞ୍ଜା ସିଏ ମୋ ସୁନା ଅଜା ସିଏ ମୋ ସୁନା ଅଜା ସିଏ ମୋ ସୁନା ଅଜା ସିଏ ମୋ ସୁନା ଅଜା। ବାଃ, କେତେ ସୁନ୍ଦର ଗୀତଟି ଥିଲା ନା? ପିଲେ, ମାମୁଁ ଘର ବୁଲା ସରିଲା, ଛୁଟି ସରିଲା, ସ୍କୁଲ ଖୋଲିଲା, ଚାଲ ଏବେ ପଢିବା ପାଠ। କ'ଣ କହିଲ, ମନ ଲାଗୁନି? ଖାଲି ଖେଳା ଖେଳି ବୁଲାବୁଲି କରିବାକୁ ଇଚ୍ଛା ହଉଛି? ତାହେଲେ ଜମା ବ୍ୟସ୍ତ ହୁଅନି। ଆଜି ପରା ଜୁନ 21 ତାରିଖ, ଆନ୍ତର୍ଜାତୀୟ ଯୋଗ ଦିବସ। ଜାଣିଛ ନା ପିଲେ, ଏଇ ଯୋଗ ହିଁ ଆମକୁ ପାଠ ପଢ଼ାରେ ସୁପର ହିରୋ ବନେଇବ। ଯୋଗ କଲେ ଶରୀର ସୁସ୍ଥ ରହେ, ପାଠ ପଢ଼ିବାରେ ଆମର ଏକାଗ୍ରତା ବଢ଼େ। ଯୋଗ ଆମ ଶରୀର ପାଇଁ କ'ଣ କ'ଣ ସବୁ ଉପକାର କରେ, ଆସ ଶୁଣିବା। ତମମାନଙ୍କ ପାଇଁ କହିଛନ୍ତି ସୁରେନ୍ଦ୍ରନାଥ ତ୍ରିପାଠୀ। ଜାଣିଛ ପିଲାମାନେ, ଆମ ଦେଶ ଭାରତବର୍ଷ ଏକ ପ୍ରାଚୀନ ଓ ପବିତ୍ର ଦେଶ। ଏହାକୁ ଋଷି ମୁନିଙ୍କ ଦେଶ ବୋଲି ସମସ୍ତେ ଜାଣନ୍ତି। ଆଜିକି ହଜାର ହଜାର ବର୍ଷ ପୂର୍ବରୁ ଆମ ଦେଶର ମୁନି ଋଷିମାନେ ଜଙ୍ଗଲରେ ଆଶ୍ରମ କରି ଯଜ୍ଞ ଓ ତପସ୍ୟା ଦ୍ୱାରା ବିଶ୍ୱବାସୀଙ୍କର ମଙ୍ଗଳ କାମନା କରୁଥିଲେ। ସେମାନେ ନିଜ ନିଜର ଶରୀରକୁ ସୁସ୍ଥ ଓ ମନକୁ ପ୍ରଫୁଲ୍ଲ ରଖିବା ପାଇଁ ମହାଋଷି ପାତଞ୍ଜଳିଙ୍କ ଦ୍ୱାରା ପ୍ରସ୍ତୁତ ଯୋଗକୁ ଅଭ୍ୟାସ କରୁଥିଲେ। ଫଳରେ ଜଙ୍ଗଲରେ ରହିଥିଲେ ମଧ୍ୟ ସେମାନେ ସର୍ବଦା ସୁସ୍ଥ ଓ ନିରୋଗ ରହିପାରୁଥିଲେ। ଏହି ଯୋଗକୁ ପୃଥିବୀବାସୀ ଶିକ୍ଷା କରି ନିଜ ଜୀବନକୁ ସରସ ସୁନ୍ଦର କରନ୍ତୁ ବୋଲି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ପ୍ରସ୍ତାବ ରଖିଥିଲେ। ଜାତିସଂଘ ସେ କଥାକୁ ମାନିନେବା ଫଳରେ ଗତ 2015 ମସିହାରୁ ପ୍ରତ୍ୟେକ ବର୍ଷ ଜୁନ 21 ତାରିଖକୁ ବିଶ୍ୱବାସୀ ଯୋଗ ଦିବସ ଭାବରେ ପାଳନ କରି ଆସୁଛନ୍ତି। ଆମ ଦେବଭୂମି ଭାରତବର୍ଷରୁ ଜନ୍ମ ନେଇଥିବା ଏହି ଯୋଗ ଆଜି ବିଶ୍ୱବାସୀଙ୍କର ଅତି ଆପଣାର ହୋଇପାରିଛି। ଏହି ଯୋଗ ଶବ୍ଦଟି ସଂସ୍କୃତ ଯୁଜ୍ ଶବ୍ଦରୁ ଆସିଅଛି, ଯାହାର ଅର୍ଥ ହେଉଛି ଯୋଡ଼ିବା। ଆମ ଶରୀରକୁ ମନ ସହିତ ଏହି ଯୋଗ ଯୋଡ଼ିଥାଏ, ପୁଣି ଆମ ମନକୁ ପ୍ରକୃତି ସହିତ ସେଇ ଯୋଗ ହିଁ ଯୋଡ଼େ। ଆଜିକାଲିର ଦୁନିଆରେ କି ପିଲା କି ବୟସ୍କ ସମସ୍ତେ ନିଜ ନିଜ କାମରେ ଧାଇଁଛନ୍ତି। କାହାରିକୁ ଟିକେ ନିଶ୍ୱାସ ଛାଡ଼ିବାକୁ ବେଳ ନାହିଁ। ଆମେ ସମସ୍ତେ ଯନ୍ତ୍ର ଭଳି କାମ କରି ଚାଲିବା ଦ୍ୱାରା ନିଜକୁ ଭୁଲି ଯାଉଛୁ। ବୁଝିଲ ପିଲାମାନେ, ଆମେ ଟିକେ ସମୟ ପାଇଲେ ମୋବାଇଲ ଫୋନରେ ବ୍ୟସ୍ତ ରହୁଛେ, ଆଉ ବିଭିନ୍ନ କାର୍ଯ୍ୟର ଚାପରେ ବି ଆସିଯାଉଛେ। ଏହି ପରିସ୍ଥିତିରେ ଆମେ ଯଦି ନିୟମିତ ଯୋଗ କରିବା, ତେବେ ତାହା ଆମକୁ ବିଭିନ୍ନ ବିପଦରୁ ରକ୍ଷା କରିପାରିବ। ଯୋଗ କରିବା ଦ୍ୱାରା ଆମର କେବଳ ମାନସିକ ଚାପ ବା ଗୁଡ଼ାଏ ଚିନ୍ତା କଲେ ଉଚ୍ଚ ରକ୍ତଚାପ ଏବଂ ଶାନ୍ତି ଦେଇଥାଏ। ଯୋଗ ଆମ ଶରୀରର ଏକ ସୁରକ୍ଷା ବଳୟ ସଦୃଶ କାମ କରେ। ବୁଝିଲ ପିଲାଏ, ଯୋଗ ହେଉଛି ବିନା ମୂଲ୍ୟରେ ମିଳୁଥିବା ଆମର ପ୍ରାଣରକ୍ଷାକାରୀ ଏକ ଅମୂଲ୍ୟ ଔଷଧ। ଏହା କେବଳ ଏକ ଶାରୀରିକ କସରତ ନୁହେଁ, ବରଂ ଏକ ସୁନ୍ଦର ପ୍ରାକୃତିକ ଚିକିତ୍ସା। ଏବେ ସମାଜରେ ଦେଖାଯାଉଛି ଘରେ ଘରେ ବିଭିନ୍ନ ରୋଗୀ ବଢ଼ି ଚାଲିଛନ୍ତି। ନିୟମିତ ଭାବରେ ଆସନ, ଧ୍ୟାନ ଓ ପ୍ରାଣାୟାମ କରିବା ଦ୍ୱାରା ଆମ ମସ୍ତିଷ୍କର କ୍ଷମତା ବଢ଼ିଯାଏ। ଆମେ ବହୁ ଜଟିଳ କଥାକୁ ଶୀଘ୍ର ଓ ସହଜରେ ସମାଧାନ କରିପାରୁ। ଆମ ମନର ଚାପ ମଧ୍ୟ ସମ୍ପୂର୍ଣ୍ଣ ଦୂର ହୋଇଯାଏ। ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବହୁତ ବଢ଼ିଥାଏ। ଯୋଗରେ କପାଳଭାତି, ଅନୁଲୋମ ବିଲୋମ ବା ସୂର୍ଯ୍ୟ ନମସ୍କାର କରିବା ଦ୍ୱାରା ଆମ ଶରୀରର ପ୍ରତି ଅଙ୍ଗ ସଜାଗ ହୋଇଯାଏ। ଶରୀରରୁ ଏହାଦ୍ୱାରା ବିଷାକ୍ତ ପଦାର୍ଥ ସବୁ ବାହାରିଯାଏ।
ଯୋଗ ନୀତିଦିନ କରିବା ଦ୍ୱାରା ଆମ ଶରୀରର ପ୍ରତିଟି ଅଙ୍ଗରେ ଠିକ୍ ଭାବରେ ରକ୍ତ ଚଳାଚଳ କରେ। ଆଜିକାଲିର ସମାଜରେ ବିନା ଶାରୀରିକ ଶ୍ରମରେ ତେଲ ମସଲା ଜାତୀୟ ଖାଦ୍ୟ ଖାଇ ଖାଇ ଆମେ ବିଭିନ୍ନ ରୋଗକୁ ନିମନ୍ତ୍ରଣ କରୁଛେ। ଆମ ଦେଶରେ ଏବେ ବହୁତ ମଧୁମେହ ରୋଗରେ ଆକ୍ରାନ୍ତ ରୋଗୀ ଦେଖିବାକୁ ମିଳୁଛନ୍ତି। ଆମକୁ ଏହି ମଧୁମେହ ରୋଗରୁ ଆରୋଗ୍ୟ ହେବା ପାଇଁ ମଣ୍ଡୁକ ଆସନ ଏବଂ ଅର୍ଦ୍ଧ ମତ୍ସ୍ୟେନ୍ଦ୍ର ଆସନ କରିବା ଦରକାର। ଏହା ଫଳରେ ଆମର ଅଗ୍ନାଶୟ ଠିକ୍ ଭାବରେ କାମ କରେ, ତେଣୁ ଇନ୍ସୁଲିନ୍ ସ୍ତର ନିୟନ୍ତ୍ରଣରେ ରୁହେ। ମାନସିକ ଚାପ ବା ଗୁଡ଼ାଏ ଚିନ୍ତା କଲେ ଉଚ୍ଚ ରକ୍ତଚାପ ଏବଂ ହୃଦରୋଗ ହୁଏ। ତା ଫଳରେ ଆମେ ବହୁତ ଅସୁସ୍ଥ ହୋଇଯାଉ। ତେଣୁ ଆମର ଗୋଟେ କଥା ଅଛି, ଚିନ୍ତା ଖାଏ ଗଣ୍ଡି। ଅଯଥା ଚିନ୍ତା ନ କଲେ ଆମେ ସୁସ୍ଥ ରହିପାରିବା। ଆଜିକାଲି ପିଲାଠାରୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ଲଗାତାର ଭାବେ ବହୁ ଘଣ୍ଟା ଧରି କମ୍ପ୍ୟୁଟର ପାଖରେ ବସି ଆଗକୁ ଝୁଙ୍କି କାମ କରିବା କି ମୋବାଇଲ ଦେଖିବା ଫଳରେ ମେରୁଦଣ୍ଡ ଏବଂ ଅଣ୍ଟା ବିନ୍ଧା ରୋଗରେ କଷ୍ଟ ପାଆନ୍ତି। ସେମାନଙ୍କର ପିଠି ଓ ବେକରେ ମଧ୍ୟ ବହୁତ ଯନ୍ତ୍ରଣା ହୁଏ। ସେଥିରୁ ମୁକ୍ତି ପାଇବା ପାଇଁ ଭୁଜଙ୍ଗ ଆସନ ଓ ତାଡ଼ାସନ କରିବା ନିହାତି ଦରକାର। ଆଉ ଏକ ରୋଗ ଏବେ ଆମ ସମସ୍ତଙ୍କ ପାଖରେ ଅଛି, ତାହା ହେଲା ଗ୍ୟାସ୍ ଓ ବଦହଜମି। ଜାଣିଲ ପିଲାଏ, ଏଥିରୁ ଆରୋଗ୍ୟ ହେବାକୁ ହେଲେ ଆମକୁ ଖାଦ୍ୟ ଖାଇବା ପରେ ପରେ ବଜ୍ରାସନରେ ବସିବାକୁ ହେବ। ଏହା ଖାଦ୍ୟକୁ ଭଲ ଭାବରେ ହଜମ କରାଏ ଏବଂ ପେଟ ରୋଗକୁ ହଟାଇ ଦିଏ। ଥାଇରଏଡ୍ ରୋଗ ପାଇଁ ଉଜ୍ଜୟୀ ପ୍ରାଣାୟାମ ସହିତ ସର୍ବାଙ୍ଗାସନ କରିବାକୁ ପଡ଼େ। ଏବେ ଆଉ ଏକ ସାଧାରଣ ରୋଗ ହେଲା ଅନିଦ୍ରା। ଯାହାକୁ ପଚାର ସେ କହୁଛି ନିଦ ହଉନି, ବହୁତ ଔଷଧ ଖାଇଲିଣି। ତେଣୁ ଭଲ ନିଦ ହେବା ପାଇଁ ଆମେ ଭ୍ରାମରୀ ପ୍ରାଣାୟାମ କରିପାରିବା। ଓମ୍ ଉଚ୍ଚାରଣ ବାରମ୍ବାର କରିବା ଦ୍ୱାରା ମସ୍ତିଷ୍କ ଶାନ୍ତ ହୁଏ, ଫଳରେ ଗଭୀର ନିଦ୍ରା ଆସେ। ଯୋଗ ଦ୍ୱାରା ରୋଗ ତ ବିନାଶ ହୁଏ, ତା ସହିତ ରୋଗର ମୂଳ କାରଣକୁ ମଧ୍ୟ ଯୋଗ ସମାପ୍ତ କରିଦିଏ। ଜାଣିଲ ପିଲାମାନେ, ତୁମ ପରି ଛାତ୍ରଛାତ୍ରୀମାନଙ୍କ ପାଇଁ ଯୋଗ ହେଲା ଏକ ବରଦାନ। ତୁମେମାନେ ତ ଏବେ ପାଠ ପଢୁଛ, ଏହି ପାଠପଢ଼ା ସମୟରେ ନିୟମିତ ଭାବେ ଯୋଗ କଲେ ପାଠରେ ଖୁବ୍ ମନ ଲାଗିବ। ତୁମର ସ୍ମରଣ ଶକ୍ତି ମଧ୍ୟ ବହୁତ ବଢ଼ିଯିବ। ତୁମେ ସବୁ ପାଠକୁ ଭଲ ଭାବେ ମନେ ରଖିପାରିବ ଓ ପରୀକ୍ଷାରେ ଠିକ୍ ଉତ୍ତର ଲେଖିପାରିବ। ପରୀକ୍ଷା ସମୟରେ ଯେଉଁ ମାନସିକ ଚାପ ଆସେ ତାକୁ ଦୂର କରିବାକୁ ଭ୍ରାମରୀ ପ୍ରାଣାୟାମ ଓ ଶବାସନ ଅତ୍ୟନ୍ତ ଉପକାରୀ ହୋଇଥାଏ। ଯୋଗକୁ ଏକ ବିଜ୍ଞାନ ଭାବରେ ଗ୍ରହଣ କରାଯାଏ, କାରଣ ଡାକ୍ତରଙ୍କ ମତରେ ଯୋଗ ଦ୍ୱାରା ହରମୋନ ଗ୍ରନ୍ଥିଗୁଡ଼ିକ ଠିକ୍ ଭାବେ କାମ କରେ। ପ୍ରାଣାୟାମ କଲେ ଆମର ଫୁସଫୁସ୍ ଅଧିକ ଅମ୍ଳଜାନ ଗ୍ରହଣ କରିବାକୁ ସୁବିଧା ହୁଏ। ତାହାଦ୍ୱାରା ରକ୍ତକୁ ବିଶୁଦ୍ଧ କରିବା ଶକ୍ତି ବଢ଼େ। ନିୟମିତ ପ୍ରାଣାୟାମ କରିବା ଫଳରେ ଆମେ ଶ୍ୱାସଜନିତ କୌଣସି ରୋଗରେ କେବେ ବି ପଡ଼ିବା ନାହିଁ। ତେଣୁ ତ କହନ୍ତି ଯୋଗ କଲେ ରୋଗ ପଳାଏ। ବୁଝିଲ ପିଲାମାନେ, ଏହି ଯୋଗ କେବଳ ଆମ ଶରୀରରୁ ରୋଗକୁ ତଡ଼େ ନାହିଁ, ବରଂ ରୋଗ କେମିତି ଶରୀରକୁ ଆସିପାରିବ ନାହିଁ ତାର ବ୍ୟବସ୍ଥା ବି କରେ। ଯୋଗ ମାନବ ପାଇଁ ଈଶ୍ୱରଙ୍କର ଏକ ବହୁତ ବଡ଼ ଆଶୀର୍ବାଦ। ଆମେ ଯଦି ନିୟମିତ ଭାବରେ ସକାଳେ ଯୋଗ କରିବା, ତେବେ ଆମ ଚରିତ୍ରରେ ବିରାଟ ପରିବର୍ତ୍ତନ ଆସିବ। ଆମେ ନିଶ୍ଚିତ ଭାବରେ ଶାନ୍ତ ଓ ସରଳ ହୋଇପାରିବା। ଅନ୍ୟମାନଙ୍କର ଉପକାର ପାଇଁ ବି ଚେଷ୍ଟା କରିବା। ସେଥିପାଇଁ ଗୀତାରେ କୁହାଯାଇଛି, ସୁଖ ହେଉ କି ଦୁଃଖ ହେଉ ସବୁ ପରିସ୍ଥିତିରେ ନିଜକୁ ସ୍ଥିର ରଖିବା ହେଉଛି ଯୋଗ। ଏହି ଯୋଗ କରିବା ଫଳରେ ମଣିଷ ନିରୋଗ ରହିବା ସହିତ ବହୁଦିନ ପର୍ଯ୍ୟନ୍ତ ବଞ୍ଚି ରୁହେ। ସେ ରୋଗମୁକ୍ତ ହେବା ସାଙ୍ଗେ ସାଙ୍ଗେ ଏକ ସୁସ୍ଥ ସମାଜ ଗଠନ କରେ।
ଶୁଣିଲ ତ ପିଲେ, ଏମିତି ଛୋଟ ଛୋଟ ସହଜ ଆସନ କର, ଦେଖିବ ମନ ଶାନ୍ତ ରହିବ, ପାଠ କେମିତି ଚଟପଟ ମନେ ରହିବ। ଆଉ ଗୋଟିଏ କଥା ପିଲେ, କୁହାଯାଏ ଯୋଗ ମନକୁ ଶାନ୍ତ ରଖିବା ସହିତ ମନରେ ଆଧ୍ୟାତ୍ମିକତା ବଢ଼େଇଥାଏ। ତାହେଲେ ଆସ ପିଲେ, ମନକୁ ଶାନ୍ତ କରିବା, ଶୁଣିବା ଭଜନଟିଏ। ପୁରାତନ ରଚନାରୁ ଗୀତଟିକୁ ତମମାନଙ୍କ ପାଇଁ ଗାଇଛନ୍ତି ଜୟପ୍ରକାଶ ମହାନ୍ତି। জগন্নাথ মায়া সংসারে পড়ি, জগন্নাথ মায়া সংসারে পড়ি, ডাকিবাকু তোতে বেড়া নাহি মোতে, ডাকিবাকু তোতে বেড়া নাহি মোতে, চঞ্চଳରେ দিন যাଉଛି ଗଡ଼ି, ଜଗନ୍ନାଥ ମାୟା ସଂସାରେ ପଡ଼ି, ଜଗନ୍ନାଥ ମାୟା ସଂସାରେ ପଡ଼ି। ଅହଙ୍କାର ପଡ଼ିଣ ମନ କରୁଅଛି ମୋତେ ଉଛନ, ଅହଙ୍କାର ପଡ଼ିଣ ମନ କରୁଅଛି ମୋତେ ଉଛନ, ଆତ୍ମା ବହୁଡ଼ି କାମନାରେ ବୁଡ଼ି, ଆତ୍ମା ବହୁଡ଼ି କାମନାରେ ବୁଡ଼ି, ଲୋଭ ମୋହ ମୋତେ ରହିଛି ଜଡ଼ି, ଜଗନ୍ନାଥ ମାୟା ସଂସାରେ ପଡ଼ି, ଜଗନ୍ନାଥ ମାୟା ସଂସାରେ ପଡ଼ି। যেবে তোর করুণা থাই, বাইশি বা বছে দেবু গড়াই, যেবে তোর করুণা থাই, বাইশি বা বছে দেবু গড়াই, তো আড়কু চাহি প্রভু বলি কহি, তো আড়কু চাহি প্রভু বলি কহি, ভাবরে দেবী মু
ପିଲେ, ଯେମିତି ଯୋଗ କରି ଆମେ ଆମ ଶରୀରକୁ ସୁସ୍ଥ ରଖୁ, ସେମିତି ମନକୁ ସୁନ୍ଦର ରଖିବା ପାଇଁ ଆମ ଭିତରେ ଉଦାରତା ରହିବା ନିହାତି ଦରକାର। ଆଚ୍ଛା, ଆଜିର ଗପ ଆରମ୍ଭ କରିବା ପୂର୍ବରୁ ମୁଁ ତମକୁ ଗୋଟିଏ ପ୍ରଶ୍ନ ପଚାରୁଛି। କହିଲ ଦେଖି, କୋଉ ପକ୍ଷୀର ରଙ୍ଗ କଳା ଆଉ ସିଏ ସକାଳେ ଉଠି କା କା କରି ରାବେ? ହଁ, ସେ ହଉଛି ଆମ ସମସ୍ତଙ୍କ ପରିଚିତ କାଉ। ଜାଣିଛ ପିଲେ, ବୈଜ୍ଞାନିକମାନେ କୁହନ୍ତି କାଉ ଦୁନିଆର ଚତୁର ଓ ବୁଦ୍ଧିମାନ ପକ୍ଷୀମାନଙ୍କ ମଧ୍ୟରୁ ଜଣେ। ସେମାନେ ଆମକୁ ସାହାଯ୍ୟ କରିବାକୁ ଭଲ ପାଆନ୍ତି। ତାହେଲେ ଆଜି ଆମେ ଏମିତି ଗୋଟିଏ ଦୟାଳୁ କାଉର ଗପ ଶୁଣିବା। ଗପଟିକୁ ତମାନଙ୍କ ପାଇଁ କହିଛନ୍ତି ଜୟଶ୍ରୀ ନନ୍ଦ। ମନ ଦେଇ ଶୁଣ। କାଉ ଆଉ କଜଳପାତି ଦିହେଁ ଭାରି ସାଙ୍ଗ। ଦିନେ କାଉର ମନ ଦୁଃଖ ଦେଖି କଜଳପାତିର ମୁହଁ ବି ଶୁଖିଗଲା। ଏଇ ସେଇ କାଉ ଯେ ଦିନ ସାରା କା କା ହଉଥାଏ, କେତେ ଖଟୁଥାଏ ତାର ପରିବାର ପାଇଁ, ମଣିଷ ସମାଜ ପାଇଁ। ବଡ଼ି ସକାଳୁ ଉଠି ମଇଳା ସବୁ ସଫା କରିଦିଏ, ପରିବେଶକୁ ସ୍ୱଚ୍ଛ ରଖେ। ପାହାନ୍ତା ପହରରୁ କା କା ରାବେ ମଣିଷ ଭାଇ ଆଉ ଅନ୍ୟ ସବୁ ପଶୁ ପକ୍ଷୀଙ୍କୁ ନିଦରୁ ଉଠେଇଥାଏ। ଅବଶ୍ୟ ଗଞ୍ଜା ଭାଇ ଯେ ପାହାନ୍ତାରୁ ଡାକ ନ ଛାଡ଼େ ସେ କଥା ନୁହଁ। ହେଲେ ବି କୁଆ ଆଗ ଉଠି ନୀଳ ଆକାଶରେ ଚକ୍କର ମାରି ଆସେ। ମଣିଷ ଭାଇମାନେ ସଜାଗ ହୋଇ ଉଠନ୍ତି, ନିତ୍ୟକର୍ମ ସାରି ନିଜ ନିଜ କାମକୁ ବାହାରି ଯାଆନ୍ତି। ଏତେ ଖଟୁଥିବା ଏଇ କାଉଟା କେବେ ବି ଅଳସୁଆ ହୋଇ ବସିଯିବାର କେହି ଦେଖିନାହିଁ। ସବୁବେଳେ ଚଳଚଞ୍ଚଳ, ସବୁବେଳେ କର୍ମଠ। ଅଥଚ ଆଜି କାଉର ମନଟା ଦୁଃଖ ଦେଖି ଜମାରୁ ଭଲ ଲାଗୁନାହିଁ। କ'ଣ ହେଇଛି କେଜାଣି, କେମିତି ଚୁପଚାପ ହୋଇ ବସିଛି ଏ କାଉଟା। କଜଳପାତିର ମନଟା ବି ମରିଗଲା। ଏଇ କାଉ ପାଇଁ ତାର ଭାରି ଦରଦ। ଦେହର ରଙ୍ଗଟା ଏକାକି ନା, ବୋଧେ ସେଇଥିପାଇଁ କି କ'ଣ। କାଉର କର୍ମଚଞ୍ଚଳତା ଦେଖି ସେ ଭାରି ଖୁସି ହେଇଯାଏ। କଜଳପାତି ଲାଞ୍ଜକୁ ଛାଟି ଛାଟି ଆଗେଇ ଆସିଲା କାଉ ନିକଟକୁ। ପୁଣି ଟିକେ ପାଖକୁ ଲାଗି ଆସି ଥିରି ଥିରି ପଚାରିଲା, କାଉ ନାନୀ ମ, କ'ଣ ହେଲା କି? ମନ କାହିଁକି ମରିଯାଇଛି? ପୁଣି କୋଉଠି କିଛି ଖରାପ କଥା ଦେଖିକି ଆସିଲ କି? କାହିଁକି ମୁହଁଟା ଶୁଖିଯାଇଛି ଶୁଣେ? କାଉର ଆଖି ଛଳ ଛଳ ହେଇ ଆସିଲା। କେମିତି କହିବ ସେ ଛାତିଥରା କଥା? କେମିତି କହିବ ସେ ବାରମ୍ବାର ଠକାମିର ଶିକାର ହେବାକୁ ପଡ଼ୁଛି ତାକୁ? କେମିତି କହିବ ସେ ଯାହାକୁ ନିଜର କଲା ସିଏ ତ ପର କରି ଛାଡ଼ି ଚାଲିଗଲା? କୋହରେ ପାଟି ଫିଟୁ ନଥିଲା ତାର। କଜଳପାତି ଆଉ ଟିକେ ନିଜର ହୋଇ ପଚାରିଲା, କ'ଣ କହୁନା? ଏମିତି ମନ ମାରି କାହିଁ ବସିଛ? ମୁଁ ପରା ତୁମ ସଙ୍ଗାତ। ମୋ ପାଖରେ କ'ଣ ଦୁଃଖ ଟିକେ ଜଣେଇ ପାରିବନି? କଥାରେ ଅଛି, ଦୁଃଖ ବାଣ୍ଟିଲେ ମନ ହାଲକା ହୁଏ। କାଉ କୋହଭରା କଣ୍ଠରେ କହିଲା, ଛାତି ଫାଟି ଯାଉଛି ରେ। କେମିତି କହିବି କହ? ଯାହାକୁ କୋଳେଇ କାଖେଇ ବଡ଼ କରୁଥିଲି ସେ ବଡ଼ ହୋଇ ଉଡ଼ି ଚାଲିଗଲା। ଆଉ କହିଦେଇ ଗଲା, ମୁଁ କାଳେ ତାର ମା ନୁହେଁ। ମୁଁ ପୁଣି ଥରେ ଠକାମିରେ ପଡ଼ିଗଲି ରେ। ମାନେ? କଜଳପତି ଆଶ୍ଚର୍ଯ୍ୟ ହୋଇ ପଚାରିଲା। କେଉଁ କାଳରୁ କୋଇଲି ମୋତେ ଏମିତି ଠକି ଆସୁଛି। ମୁଁ ନଥିଲା ବେଳେ ଲୁଚି ଲୁଚି ଆସି ମୋ ବସାରେ ଅଣ୍ଡା ଦେଇ ଚାଲିଯାଏ। ମୁଁ ଜାଣିପାରେ ନା, ସବୁ ଅଣ୍ଡା ଗୁଡ଼ିକୁ ମୁଁ ପେଟ ତଳେ ରଖି ଉଷୁମାଇ ରଖେ। ଅଣ୍ଡା ଫୁଟିଲେ ମୋରି ପରି କୁନି କୁନି ଛୁଆମାନେ ପଦାକୁ ଆସନ୍ତି। ମୋର ସନ୍ତାନ ଭାବି ମୁଁ ତାଙ୍କୁ କୋଳେଇ ନିଏ, ଆଦର କରେ, ଯତ୍ନ କରେ, ଖାଇବାକୁ ମୁହଁରେ ଅଧାର ଦିଏ। ଅଥଚ ବଡ଼ ହେଲା ପରେ ସେ ତାର ମାଆର ଗୁଣ ଗାଏ। ମୁଁ କୁଆଡ଼େ ତାର ମା ନୁହେଁ, ସେ କୋଇଲିର ସନ୍ତାନ। ତା ମାଆର କଣ୍ଠ କାଳେ ଭାରି ମଧୁରିଆ। ଏତିକି କହି କାଉର କଣ୍ଠ କୋହରେ ଭରିଗଲା। ସେ କିଛି ବି କହିପାରିଲାନି। କଜଳପାତି ଭାବୁଥିଲା, ଏ କୋଇଲିଟା ତ ଭାରି ଚତୁର ସତେ। ନିଜେ ଆରାମ କରିବ ବୋଲି ତା ପିଲାମାନଙ୍କର ଜଞ୍ଜାଳ କାଉ ମୁଣ୍ଡରେ ଲଦି ଦେଉଛି। ନିଜେ ଗୀତ ଗାଇବ, ଅଭ୍ୟାସ କରିବ, ସମସ୍ତଙ୍କ ଠାରୁ ବାହାବା ପାଇବ, ଆଉ କାଉ ବିଚାରି ଛୁଆ ସମ୍ଭାଳିବ। ପୁଣି ଛୁଆ ବଡ଼ ହେଲେ ତାକୁ ଛାଡ଼ି ଚାଲିଯିବେ। ଏଇଟା କ'ଣ କୋଇଲି ଠିକ୍ କରୁଛି? କାଉଟା ବି ଭାରି ସରଳିଆ। ସେ କ'ଣ ବୁଝିବ ଯେ ଲୁଚି ଲୁଚି କୋଇଲି ତା ବସାରେ ଅଣ୍ଡା ଦେଇ ଚାଲି ଯାଉଛି। ଅଣ୍ଡାରୁ ଛୁଆ ବାହାରିଲା ପରେ ବି ସେ ବା କେମିତି ଜାଣିବ? କାଉ ତ କଳା, କୋଇଲି ବି କଳା। ଆହା ବିଚାରି କାଉଟା, ତାର ମନ କ'ଣ ହେଉନଥିବ ସତରେ। କୋଇଲିର ଏମିତି କରିବାଟା କ'ଣ ଠିକ୍ ହେଲା? ଉପରେ ଠାକୁରେ ସବୁ ଦେଖୁଛନ୍ତି, ସବୁ ଜାଣୁଛନ୍ତି। କୋଇଲିର ଏ ଠକାମି କେତେ ଦିନ ଚାଲିବ ଦେଖିବନି? ବିଚାରି କାଉଟା ପାଇଁ ମନଟା ହାଇଁ ପାଇଁ ଲାଗୁଛି। ଏଇ ସମୟରେ କୋଇଲିର କୁହୁତାନ ଶୁଭିଲା। କଜଳପାତି ଆଉ କାଉ ଦିହେଁ ସଜାଗ ହୋଇ ଉଠିଲେ। କଜଳପାତି କହିଲା, ଡାକ୍ ତାକୁ ଆଜି ଏଠିକି। ତାକୁ ସବୁ କଥା ମାନିବାକୁ ପଡ଼ିବ। କେଉଁଠି ଲୁଚି ବସି ସେ ଗୀତ ଗାଉଛି କେଜାଣି?
ସବୁବେଳେ ତ ଲୁଚିକରି ବସିଥାଏ। ସାମ୍ନାକୁ ଆସିବାକୁ ତାର ସାହସ ଅଛି ଯେ ସେ ଆସିବ? କଜଳପାତି ଏଥର ଖୁବ୍ ଜୋରେ ଡାକ ପକେଇଲା। ଥାଉରେ କୋଇଲି, ଆଉ ଗୀତ ଗାଇବା ଦରକାର ନାହିଁ, ଏଇଠିକୁ ଆ, ଆଜି ଫଇସଲା ହେଇଯାଉ। କୋଇଲି କିନ୍ତୁ ଆସିଲାନି। କଜଳପାତି ପୁଣି ଡାକ ପକେଇଲା। କୋଇଲି ତଥାପି ଶୁଣିଲାନି। କଜଳପାତି ବ୍ୟସ୍ତ ହୋଇ କାଉକୁ କହିଲା, କ'ଣ କରିବା କହିଲୁ? କୋଇଲି ତ ଧରାଛୁଆଁ ଦଉନି, ଯେତେ ଡାକିଲେ ବି ଶୁଣୁନି। ସେ କ'ଣ ସତରେ ତା ଦୋଷ ମାନିବ? କାଉ କହିଲା, ଥାଉ, ଆଉ ଡାକ ନାରେ, ସିଏ ତା ଦୋଷ ମାନିବ ନାହିଁ। ଟିକିଏ ରହିଯାଇ କାଉ କହିଲା, ମୁଁ ବି ଆଉ ମନ ଦୁଃଖ କରିବିନି। କ'ଣ ହେଇଗଲା ଯେ? କୋଇଲିର ଛୁଆକୁ ମୁଁ କୋଳେଇ କାଖେଇ ମଣିଷ କରିଦେଲି। ଭଗବାନଙ୍କ ସୃଷ୍ଟିରେ ଛୁଆ ତ ସମସ୍ତଙ୍କର। ମୁଁ ବି ତ ମାଆଟିଏ। ହେଲା ଏବେ କୋଇଲିର ଛୁଆକୁ ମୁଁ ଟିକେ ସ୍ନେହ ଆଦର ଦେଇଦେଲି। ସେଇ ସ୍ନେହ ଆଦରର କ'ଣ ମୂଲ୍ୟ କିଛି ନାହିଁ? ଯଦି ଭଲ କାମଟିଏ କଲି, ସେଇଥିପାଇଁ ଦୁଃଖ କରିବି କାହିଁକି ଯେ? ମୁଁ କୋଇଲିକୁ କ୍ଷମା କରିଦେଇଛି। କଜଳପାତି ଖୁସି ହେଇଗଲା। ସତରେ ନାନୀ, ତମର ଏଇ ଉଦାରତାରେ ମୁଁ ବହୁତ ଖୁସି। ତୁମର ଏଇ ଭଲ ଗୁଣ ପାଇଁ ସମସ୍ତେ ତୁମର ପ୍ରଶଂସା କରିବେ, ଆଉ କୋଇଲିକୁ ଦଣ୍ଡ ବି ଦେବେ। ମିଳିବ କ'ଣ ଯେ, ମିଳି ସାରିଲାଣି ପରା। ଦେଖୁନା, ଏତେ ସୁନ୍ଦର ଗୀତ ଗାଉଛି, ଅଥଚ ମୁହଁ ଟିକେ ପଦାକୁ ବାହାର କରିପାରୁନି। ସବୁବେଳେ ପତ୍ର ଗହଳରେ ଲୁଚି ବସୁଛି। ଲାଜରେ ତା ମୁହଁ କଳା ପଡ଼ି ଯାଇଥିବ। ଯିଏ ଏମିତି ଭୁଲ କାମ କରିବ, ସେ ମୁହଁ ଲୁଚେଇବେନି ତ କ'ଣ କରିବ? ଏଇଟା ତା ପାଇଁ ସବୁଠାରୁ ବଡ଼ ଦଣ୍ଡ। ଦେଖୁନା, ସେଇଥିପାଇଁ କୋଇଲିର ମୁହଁ କେହି ବି ଦେଖିପାରୁନାହାନ୍ତି। କାଉ କହିଲା, ଥାଉରେ, ଆଉ ତା କଥା ଆଲୋଚନା କରିବା ନାହିଁ। ଚାଲେ, ଏଥରକ ମୋ ଛୁଆମାନେ ମୋତେ ଚାହିଁ ବସିଥିବେ। ଭୋକରେ ଆଉଟୁ ପାଉଟୁ ହୋଇଯିବଣି ପରା। କାଉ ଓ କଜଳପାତି ଦିହେଁ ନିଜ ନିଜ କାମରେ ବାହାରିଗଲେ। ମୋର କୁନି ଶ୍ରୋତା ଭାଇ ଭଉଣୀମାନେ, ଗପ ଶୁଣୁ ଶୁଣୁ ସମୟ ହେଇଗଲାଣି ଶିଶୁ ସଂସାର କାର୍ଯ୍ୟକ୍ରମକୁ ଏଇଠି ଶେଷ କରିବାକୁ ହବ। ହଉ ପିଲେ, ହସୁଥାଅ, ଖେଳୁଥାଅ, ପ୍ରତିଦିନ ଯୋଗ କରୁଥାଅ ଏବଂ ମନ ଦେଇ ପାଠ ପଢୁଥାଅ। ଆଜି ପାଇଁ ଏତିକି। ପୁଣି ଅପେକ୍ଷା କରିଥିବ ଆଗାମୀ ରବିବାରକୁ।